ବାହୁଡ଼ାରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ୍ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅସଂଖ୍ୟ ଶ୍ରଦ୍ଧାଳୁ ଟାଣିଲେ ରଥ। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ପ୍ରତ୍ୟାବର୍ତ୍ତନ ଯାତ୍ରା ବା ବାହୁଡ଼ା ଯାତ୍ରା ଉପଲକ୍ଷେ ଆଜି ଭୁବନେଶ୍ୱର ସ୍ଥିତ ୟୁନିଟ୍ 6 ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଥିବା ଗୁଣ୍ଡିଚା ମନ୍ଦିରରୁ ୟୁନିଟ୍ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ରୀତିନୀତି ସହ ରଥଟଣା ସମ୍ପୂର୍ଣ୍ଣ ହୋଇ ସନ୍ଧ୍ୟାରେ ପହଞ୍ଚିଛି। ଆଜି ଭୋର 5:30ରେ ସୂର୍ଯ୍ୟପୂଜା, 6ଟାରେ ଦ୍ୱାରପାଳ ପୂଜା, ସକାଳ ଧୂପ ବଲ୍ଲଭ, ଦିନ 12ଟାରେ ଖେଚୁଡ଼ି ଭୋଗ, 1:30ରେ ପହଣ୍ଡି ଆରମ୍ଭ ହୋଇ 3ଟାରେ ଛେରା ପହଁରା, 3:30ରେ ଚାରମାଳ ଫିଟା ପରେ ଦିନ 3:45ରେ ରଥଟଣା ଆରମ୍ଭ ହୋଇଥିଲା। ପରେ ଶହ ଶହ ଶ୍ରଦ୍ଧାଳୁମାନେ ଭୁବନେଶ୍ୱର କ୍ଲବ, ରାଜଧାନୀ କଳାକେନ୍ଦ୍ର, ୟୁନିଟ୍ 6 ସରକାରୀ କ୍ୱାର୍ଟର ରାସ୍ତା ଦେଇ ରଥକୁ ଟାଣି ଟାଣି ନେଇଥିଲେ। କ୍ୟାପିଟାଲ ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସୁରକ୍ଷିତ ଭାବେ ରଥ ଟାଣିବାରେ ସହଯୋଗ କରିଥିଲେ। ମହାପ୍ରଭୁଙ୍କ ଖେଚୁଡ଼ି ପ୍ରସାଦ ସହିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିରରେ ପରିଚାଳନା କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସନ୍ତା ବୁଧବାର ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ସହିତ ସନ୍ଧ୍ୟାରେ ଭଜନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛି। ବ୍ୟୁରୋ ରିପୋର୍ଟ, ନାଓ ଓଡ଼ିଶା। लेटेस्ट न्यूज अपडेट पाई www.naoodisha.com को लॉगिन करंतु।